କାର୍ଯ୍ୟାନୁଷ୍ଠାନ। ଛାତ୍ରଛାତ୍ରୀ ଫେଲ୍ ହେଲେ ଦାୟୀ ରହିବେ ଶିକ୍ଷକ। ଗୋଟିଏ ପଟେ ବିଦ୍ୟାଳୟରେ ଶିକ୍ଷାରେ ଅବହେଳା କିମ୍ବା ତ୍ରୁଟି ଦେଖାଦେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସତର୍କ କରାଇଛନ୍ତି। ଏନେଇ ଏକ ବୈଠକ ବସିଥିଲା। ବୈଠକରେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ କରିବା, ଆବଶ୍ୟକ ଗୃହ ଉପଲବ୍ଧତା ଓ ସେଗୁଡ଼ିକର ଅବସ୍ଥା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିପଦ ସଂକୁଳ ଗୃହକୁ ତୁରନ୍ତ ଭାଙ୍ଗିବା ସହିତ ହଷ୍ଟେଲ ଓ ବିଦ୍ୟାଳୟର ଆବଶ୍ୟକତା ସମ୍ପର୍କରେ ଅଧିକାରୀମାନଙ୍କୁ ପଚରା ଯାଇଥିଲା। ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭୟ ଦୂର କରି ସମ୍ପର୍କ ସୃଷ୍ଟି କରି ପାଠ ପଢ଼ାଇବାକୁ ସରକାର ପରାମର୍ଶ ଦେଇଥିଲେ। କୌଣସି ବିଷୟରେ ଛାତ୍ରଛାତ୍ରୀ ଫେଲ୍ ହେଲେ ସମ୍ପୃକ୍ତ ଶିକ୍ଷକଙ୍କୁ ଦାୟୀ କରାଯିବ ବୋଲି ସେ କହିଥିଲେ। 100% ସଫଳତା ସହ ମେଧାବୀ ବୃତ୍ତି ପ୍ରାପ୍ତି ପାଇଁ ଗୁରୁତ୍ୱ ଦେବାକୁ ସୂଚନା ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପ୍ରଦାନ ସମୟରେ ପ୍ରଥମେ ଶିକ୍ଷକମାନେ ଖାଦ୍ୟ ଚେକ୍ କରିବା, ବାସି ଖାଦ୍ୟ ନ ଦେବା, ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ତାଗିଦ କରାଯାଇଥିଲା। ପାନୀୟ ଜଳ, ପାଇଖାନା ଓ ସ୍ୱାସ୍ଥ୍ୟ ପରୀକ୍ଷାକୁ ସୁଚାରୁ ଭାବେ ପରିଚାଳନା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁ ବିଦ୍ୟାଳୟର ସମସ୍ୟା ସମାଧାନରେ ପ୍ରଧାନ ଶିକ୍ଷକମାନେ ବିଫଳ ହେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ଓଡ଼ିଶା ସରକାର ସଚେତନ କରିଥିଲେ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ପ୍ରବଳ ଖରାକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଆଜିଠାରୁ 23 ତାରିଖ ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଦେବଗଡ଼ ଜିଲ୍ଲାରେ ଆଜିଠାରୁ 23 ତାରିଖ ଯାଏଁ ସ୍କୁଲ ଓ ଅଙ୍ଗନବାଡି ଛୁଟି ରହିବ। ବନ୍ଦ ରହିବ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ନବରଙ୍ଗପୁର ଓ ବରଗଡ଼ ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ଘୋଷଣା ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଏହି ସବୁ ଜିଲ୍ଲାରେ ଆଜିଠାରୁ 23 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଉରକେଲାରେ 4ଟି ପ୍ରକଳ୍ପର କରିବେ ଲୋକାର୍ପଣ। ଆସନ୍ତାକାଲି ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଉଡ଼ାଣ ଭରି ପୂର୍ବାହ୍ନ 11:10 ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ। ଆଦିବାସୀ ସଂସ୍କୃତି ପରମ୍ପରା, ଆଦିବାସୀ ନୃତ୍ୟରେ ମହାମହିମ ରାଷ୍ଟ୍ରପତି ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରିବାର ସରିଛି ସମସ୍ତ ପ୍ରସ୍ତୁତି। ରାଷ୍ଟ୍ରପତି ବିମାନ ବନ୍ଦରରୁ ସିଧାସଳଖ ଭାବେ ଯାଇ ପହଞ୍ଚିବେ ରାଉରକେଲା 1ରେ। ରାଉରକେଲା 1 ପରିସରରେ 48 କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା କମାଣ୍ଡ କଣ୍ଟ୍ରୋଲ ରୁମ୍ର ଲୋକାର୍ପଣ କରିବେ, ଯେଉଁଠାରୁ ରାଉରକେଲା ସହର ସିସିଟିଭି ନଜରରେ ରହିବ। ଏହାସହ 40 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଆଦିବାସୀ ସଂଗ୍ରହାଳୟକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି। ଆଇନ ଶୃଙ୍ଖଳାକୁ ନଜରରେ ରଖି ଫୋର୍ସ ମୁତୟନ ସହ ସାଧା ପୋଷାକରେ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଜଗି ରହିବେ ଗୁଇନ୍ଦା ଅଧିକାରୀ। 4ଟି ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପରିଦର୍ଶନ କରିସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, 3D ଗ୍ଲାସ ସଲ୍ୟୁସନ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ବଳରେ ଗତକାଲି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧା ଜିଲ୍ଲାର ଇନ୍ଫୋଭ୍ୟାଲିଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D ଗ୍ଲାସ ସଲ୍ୟୁସନର ଅତ୍ୟାଧୁନିକ ଗ୍ଲାସ ସବଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ କରିଛନ୍ତି। ଦେଶର ଏହା ପ୍ରଥମ 3D ଚିପ୍ ପ୍ୟାକେଜିଂ ୟୁନିଟ୍ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର, ଆଜି ଅକ୍ଷିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ। ଆଜି ଚାଷୀଙ୍କ ମହାପର୍ବ ଅକ୍ଷୟ ତୃତୀୟାରେ କଟକରେ ଅକ୍ଷିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ପ୍ରାୟ ସକାଳ 8:45ରେ ଆସି ପହଞ୍ଚିବେ। ସେଠାରେ ସକାଳ 9:10ରୁ 9:40 ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏହି ଅବସରରେ ସେଠାରେ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ଏହାପରେ ସଭାର ଆୟୋଜନ ହେବ। ଏଥିରେ ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ, ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ। ଏହି ସଭାରେ ବଡମ୍ବାର ଆଖୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ସଭା ପରେ କୃଷି ରଥକୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ଓ ଏହା ପରେ ବିହନ ବୁଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଆଜି ଦିନ 11ଟାରେ ମିଳିବ ସିଏମ୍ କିଷାନ ଯୋଜନାର 2000 ଟଙ୍କା। ଆପଣଙ୍କୁ ମିଳିବ କି ନାହିଁ ଜାଣି ନିଅନ୍ତୁ। ଆଜି କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର 41,68,582 ଚାଷୀ ଭାଇଙ୍କୁ ସିଏମ୍ କିଷାନ ଟଙ୍କା ପ୍ରଦାନ କରିବେ। ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଯୋଗ୍ୟ ଚାଷୀଙ୍କୁ ସିଏମ୍ କିଷାନ ଟଙ୍କା ଦିଆଯିବ। ଯେଉଁ ଚାଷୀମାନେ ଇକେୱାଇସି, ଫାର୍ମର ରେଜିଷ୍ଟ୍ରି, ବ୍ୟାଙ୍କ ଖାତାରେ ଡେବିଟ୍ ଲିଙ୍କ କରିଛନ୍ତି ସେମାନଙ୍କୁ ଆଜି ସିଏମ୍ କିଷାନ ଟଙ୍କା 2000 ମିଳିବ। ତା ସହିତ ଯେଉଁ ଚାଷୀଙ୍କୁ ଗତ ନୂଆଖାଇରେ ସିଏମ୍ କିଷାନ ଟଙ୍କା ମିଳିନଥିଲା ସେହି ଚାଷୀଙ୍କୁ ଆଜି ସିଏମ୍ କିଷାନ ଯୋଜନାର 4000 ଟଙ୍କା ଏକାଥରକେ ମିଳିବ। ଅନ୍ୟପଟେ ଆଜି ଅନେକ ଚାଷୀଙ୍କୁ ସିଏମ୍ କିଷାନ ଟଙ୍କା ମିଳିବ ନାହିଁ, କାରଣ ସେମାନେ ଏପର୍ଯ୍ୟନ୍ତ ଇକେୱାଇସି, କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ ଏବଂ ଡେବିଟ୍ ଲିଙ୍କ କରିନାହାନ୍ତି। ତେଣୁ ଆଜି ସିଏମ୍ କିଷାନ ଯୋଜନାର
2000 टंका एमानंकु मिलिब नाही बोली मुख्यमंत्री मोहन चरण माझी बड़ सूचना दैछंती। परवर्ती खबर आहुरी जळिब सारा ओडिशा पश्चिमरु उपकूल जाई भीषण ताती 22 जाई ग्रीष्म प्रवाहरु मिलिबनी मुक्ति। गोटिए पटे पाणीपाग विभागर आकलन कहूछि जे आज सुंदरगढ़ नुआपड़ा झारसुगुड़ा बलांगीर कलाहांडी और संबलपुर रे ग्रीष्म प्रवाह स्थिति रहिबो। सुंदरगढ़ बलांगीर और संबलपुर रे राति तापमात्रा भी अधिक रहिबा जोगु भीषण गरम अनुभूत हेबो। उपकूल ओडिशा समेत दक्षिण ओडिशार किछि स्थान रे भीषण गुळुगुळी रहिबो। पश्चिम ओडिशा रे 22 तारिख जाई ग्रीष्म प्रवाहरु मुक्ति मिलिबो नाही। आभ्यंतरीण ओडिशा रे ताती 42 डिग्री रु अधिक रहिबो। झारसुगुड़ा और संबलपुर रे 45 डिग्री छुई पारे। उपकूल ओडिशा रे अधिक आर्द्रता जोगु 48 डिग्री भली ताती रहिबो। एहा शरीर पई विपदजनक बोली प्रोफेसर पशुपालक कहिसंती बोली खबर मिलिछि। परवर्ती खबर भुवनेश्वर को 6टी जोन रे बांटिला बीएमसी। 26टी गां मिसिबा परे वार्ड पुनर्गठन। जोन ऑफिसर मात्राधिक चाप को ह्रास करिबा एवं जनसंख्या वृद्धि को दृष्टि रे रखी एही निष्पत्ति निया जायछि। एबे प्रति जोन रे 12टी लेखाई वार्ड रहिबो। कॉर्पोरेशन बैठक रे एही प्रस्ताव आगत होईछि। बीएमसी रे वर्तमान 67टी वार्ड रहिछि। 3टी जोन तथा दक्षिण पूर्व दक्षिण पश्चिम और उत्तर जोन रे प्राय 15 लाख रु अधिक लोके रहुछंती। लोकंकु उन्नत मानर सेवा जोगाई देबाकू बीएमसी पक्षरु आउ 3टी अतिरिक्त जोन ऑफिस खोलिबो। एही जोन ऑफिस रे उत्तर जोन 1, उत्तर जोन 2, दक्षिण पश्चिम 1, दक्षिण पश्चिम 2, दक्षिण पूर्व 1 एवं दक्षिण पूर्व 2 रे बांटी हेबो बोली खबर मिलिछि। परवर्ती खबर भुवनेश्वर महानगर निगमर साधारण परिषद बैठक अनुष्ठित होई जाइछि। मेयर सुलोचना दासଙ୍କ अध्यक्षतारे बसिथिबा एही बैठक रे एकाधिक प्रकल्प उपरे मोहर बाजिछि। बैठक आरंभरु कमिशनर चंचल राणा स्वागत अभिभाषण रे 2026-27 आर्थिक वर्ष निमंते इंजीनियरिंग विभाग पक्षरु स्वतंत्र एक्शन प्लान प्रस्तुत करा जाइछि बोली कहिथिले। बीएमसी अंचल रे थिबा विभिन्न प्रमुख ड्रेन गुडिकर काम पई राज्य सरकार 50 कोटी टंका अनुदान देइछंती। खास करी इस्कन मंदिर निकट रे अत्याधुनिक ड्रेनेज व्यवस्था करिबा पई 30 कोटी टंका खर्च हेबो बोली से गृह को अवगत कराइछंती। ड्रेन गुडिकर पंक उद्धार कार्य जारी रहिछि एवं एहाको आहुरि त्वरान्वित कराजिबो। परिमल व्यवस्था रे सुधार आनिबा पई 2टी घरोई संस्था सहित चुक्तिनामा स्वाक्षरित होईछि। सेमाने वर्ज्यरु बायोग्यास उत्पादन करिवे बोली खबर मिलिछि। परवर्ती खबर स्मार्टफोन रे आधार आप बाध्यतामूलक प्रस्ताव को रद्द कले केंद्र सरकार। भारत रे बिक्री हेउथिबा स्मार्टफोन गुडिकरे आधार आप प्री इंस्टॉलेशन बाध्यतामूलक करिबा प्रस्ताव को केंद्र सरकार योजना को बातिल करि दैछंती। पूर्वरु प्रत्येक फोन रे डिफॉल्ट भाबरे आधार आप रहिबाकू प्रस्ताव थिला, जहा द्वारा व्यवहारकारी को अलगा भाबे डाउनलोड करिबाकू पड़ी नथांता। एही प्रस्ताव को भारतीय स्वतंत्र परिचय प्राधिकरण आईटी मंत्रालय को सुपारिश करिथिला, किंतु स्मार्टफोन निर्माता और अन्य अंशीदारक सह आलोचना पर सरकार एहाको आगकू नेबाकू पछकू हटिछंती बोली खबर मिलिछि। परवर्ती खबर 2 दिन रे बीडीए भांगिछि 927 घर। राजधानी रो श्यामपुर रे बेआईन जबरदखल उच्छेद। गत 2 दिन भितरे 927 घर को माटी रे मिसाइछि बीडीए। जबरदखल थिबा 61 एकर जमी को निज हेफाजत को नेइछि। भंगा आरंभर उत्तेजना प्रकाश पाइथिला। लोकमाने जेसीबी आगरे सोई प्रतिवाद करिथिले। एपरिकी दीर्घ समय धरी सेठार उत्तेजनामूलक परिस्थिति उपजिथिला। बीडीए एनफोर्समेंट टीम पक्षरु गोटिए दिन रे 739 घर भंगा जाइछि। शुक्रवार 187 घर भंगा जाइथिला। बीडीए एही अंचलरु मोट 68 एकर जमी को निज हेफाजत को नै तारबाड़ बुलाइबो। एठारे आउथरे पाचेरी बुलाजिबो। एहा सह अनधिकृत प्रवेश निषेध बोर्ड मारिबो बीडीए बोली खबर मिलिछि। परवर्ती खबर महिला को मोदी को क्षमा प्रार्थना। संसद रे महिला संरक्षण बिल पास न होई परिबारु क्षमा मागी भावुक हेले प्रधानमंत्री नरेंद्र मोदी। देशवासी को संबोधन रे विरोधी को तीव्र समालोचना करिसंती। बिल पास कराइबारे सफल न हेबा कारणरु प्रधानमंत्री देशर समस्त महिला को सार्वजनीन भावे क्षमा मागिछंती। सरकार आंतरिक चेष्टा सत्वे यह संभव होई परिला नाही बोली कहिसंती मोदी। बिल अटकी जिबा द्वारा महिला सशक्तिकरण अभियान रे एक बड़ बाधा सृष्टि होईछि। मातृशक्ति आशा आकांक्षा को चापी दिया जाइछि बोली अत्यंत दुखर सह कहिसंती। केवल निजर राजनैतिक स्वार्थ पई विरोधी दलगुड़िक एही बिल को अटकाई देले बोली प्रधानमंत्री सीधासलख अभियोग करिसंती बोली खबर मिलिछि। परवर्ती खबर अक्षय तृतीया रे बढ़िला सुना और रूपा दर। गहना किनिबा पूर्वरु नजर पकांतु ओडिशा समेत देश रे केते रहिछि सुना दर। तेबे जदि आपण आज सुना किनिबा को चाहुछंती बा योजना करिसंती तेबे प्रथमे जानि नियंतु आजिर सुना दर। आज भारतीय बजार रे 24 कैरेट सुनार मूल्य 1,55,780 टंका रहिथिबा बेले 22 कैरेट सुनार मूल्य 1,42,800 टंका छुइछि। सेहीपरि राजधानी भुवनेश्वर रे 24 कैरेट सुनार मूल्य 10 ग्राम पिछा 1,55,780 टंका रहिथिबा बेले 22 कैरेट सुनार मूल्य 10 ग्राम पिछा 1,42,800 टंका को पहुंचिछि। अन्यपटे रूपा मूल्य किलो पिछा 2,75,000 टंका होइछि बोली खबर मिलिछि। परवर्ती खबर